କଥାରେ ଅଛି ଚାଷ କାମ ଯାହାର ଯେତେ ସୁଖ ତାହାର ସେ ସିନା ଯୋଗାଉଛି ଦୁନିଆକୁ ଆହାର। ଆଧୁନିକତାରେ ହଜିଥିବା ମଣିଷଟି ହଳ ଲଙ୍ଗଳ ହଜି ଯାଉଥିବା ବେଳେ ବର୍ତ୍ତମାନ ଆମେ ବାଟରେ ଗଲାବେଳେ ମଉସାଙ୍କର ହଳ ଚାଷ ଦେଖି କିଛି ସମୟ ଅଟେଇଗଲୁ। ହଳ ଲଙ୍ଗଳ ଦ୍ୱାରା ବହୁତ ଉପକାର ହେଉଛି ବୋଲି ମଉସା ପରିପ୍ରକାଶ କରିଛନ୍ତି। ହଳ ଲଙ୍ଗଳ ଦ୍ୱାରା ଯେକୌଣସି ଜାଗାକୁ ଯାଇ ହଳ ଚାଷ କରିପାରିବ ଏବଂ ଧାନ ରୋଇପାରିବ ଏବଂ ବିଭିନ୍ନ ଫସଲ ଉତ୍ପାଦନ କରିପାରିବ। ହଳ ଲଙ୍ଗଳ ହଜି ଯାଉଥିଲେ ମଧ୍ୟ ଆଧୁନିକତା ଛାପରେ ରହିଯାଉଥିଲେ ମଣିଷ ମଧ୍ୟ ହଳ ଲଙ୍ଗଳକୁ ଆପଣେଇଛନ୍ତି। ମଉସା ଆମ ପାଖରେ ଅଛନ୍ତି, ମଉସା ପଚାରିବୁ ଯା। ମଉସା କ'ଣ କହିବେ? ବର୍ତ୍ତମାନ ଟ୍ରାକ୍ଟର ଯୁଗରେ ହେଲେ ମଧ୍ୟ ହଳ ରଖିଛନ୍ତି, କେତେ ଖୁସି ଅଛନ୍ତି? ଆ ଉପରେ କ'ଣ କହିବେ? ହଳଟା ମତେ ସୁବିଧା ଅଛି ବାବୁ। ହଁ ଆଉ ହଳ ବିକିଦେଲେ ଆଉ ଗାଡ଼ିର କଥା ବୋଲେ ମତେ ସେତେ ଇଟା ନାହିଁ ଯାହା ଗାଡ଼ି ବୋଲେ ପରତ ଜାଗା ଯିବ ନାହିଁ। ଆଉ ପରତକୁ ଗାଡ଼ି ନେବୁ କି? ଗୋଟେ ଅଳ୍ପ ଥିବ ତାକୁ ଗାଡ଼ି ଧରି ଯିବୁ କି? ଅଳ୍ପ ନା ଥିବା ପାଇଁ ନେବୁ ନାହିଁ, ଭଲ ଏକା ନେବୁ। ଆଉ ଯେଉଁଠି ଗାଡ଼ି ପରତକୁ ଗାଡ଼ି ବଳଦ ଗାଡ଼ି ଯାଉନଥିବ ଆଉ ସେ ପରତକୁ ଗାଡ଼ି ନେବୁ କି? ହଳଟା ବୁଲଉଛୁ ଆମେ। ଆଉ ବର୍ତ୍ତମାନ ଲୋକ ଟ୍ରାକ୍ଟର ବ୍ୟବହାର କରୁଛନ୍ତି, ହେଲେ ମଧ୍ୟ ଆପଣ ହଳକୁ ଆପଣେଇଛେ କ'ଣ? ନାଇଁ ବାବୁ, ତମେ କିଛି ହେଲେ ମତେ ହଳକୁ ଇଚ୍ଛା। ହଳ ଦ୍ୱାରା କ'ଣ ଉପକାର ହେଇପାରୁଛି? ହଳ ଦ୍ୱାରା ଉପକାର ନାହିଁ ବାବୁ। ଦେଖ ଗୋବର ଲାଗିଲା, ଇଏ ମଲ ହଜରେ ମତେ ଗୋବର ନଥିଲା, ଗୋବର ସିଦ୍ଧ ହେବା ପାଇଁ ଘରେ ଲିପିବା ପରେ ଏମିତି ଖତ ତଳି ଉପରେ ପକା ପକି ଲାଗୁଛି। ଟ୍ରାକ୍ଟର ଚାଷଠୁ ଲଙ୍ଗଳ ଚାଷଟା ଭଲ କି? ଟ୍ରାକ୍ଟର ଚାଷଠୁ ଲଙ୍ଗଳ ଚାଷଟା ଭଲ ଏକା। ଗଭୀର ଚାଷ ହଉଛି। ଗଭୀର ଚାଷ ବୋଲେ ଟ୍ରାକ୍ଟରଟା ଗଭୀର ଚାଷ ହଉଛି, ଲଙ୍ଗଳ ଟିକେ ଉପରେ ଯାଉଛି। ହଳ ଲଙ୍ଗଳ ବିକ୍ରି କରିଦଉଛନ୍ତି ଟ୍ରାକ୍ଟର ଉପରେ। ଆଜିକାଲି ଚରିବାକୁ ଅସୁବିଧା ହେଲା ବୋଲି ପୁରା ବିକୁଛନ୍ତି, ନହେଲେ ବଳଦ ରଖିଥାଏ। ବଳଦ ରଖିଲେ ଖର୍ଚ୍ଚାନ୍ତ ଅଧିକା। ଖର୍ଚ୍ଚ କିଛି ଅଧିକ କିଛି ନାହିଁ, ଖର୍ଚ୍ଚଟା ଭଲ। ଆଇରା ଭଲଟା ଗାଡ଼ି ରଖିଲେ ସବୁ ଆହୁରି ନଷ୍ଟ ସିନା ହଉଛି, ନହେଲେ ବଳଦରେ ନଷ୍ଟ କିଛି ନାହିଁ। ହେଲେ ଲୋକଙ୍କୁ କ'ଣ କହିବେ? ହଳ ଲଙ୍ଗଳ ଚାଷ କରିବେ ନା ବଳଦ ହଳ ଲଙ୍ଗଳ ରଖିବେ? ନାଇଁ, ହଳ ଲଙ୍ଗଳ ରଖିଲେ ଭଲ ହବ। ଟ୍ରାକ୍ଟର ଚାଷ ବୋଲେ ତମର ଅଛି ଯେ ତମ ଟ୍ରାକ୍ଟର କିଣା, ମୋର ନାହିଁ, ମୁଁ ଟ୍ରାକ୍ଟର କୁଆଡ଼େ ଧରିକି। ହେଲେ ଏବେ ଆପଣ ଏ ଜାଗା କରୁଛନ୍ତି, ଘରେ ଲୋକ ଆପଣଙ୍କୁ ସାଥ ଦଉଛନ୍ତି କି ସାହାଯ୍ୟ କରିବେ? ତମ ବରାବର ତୁଇ କୁଆଡ଼େ ଯାଉନା ଏକା ବୋଲୁଛନ୍ତି, ମତେ ହଳ ବିକିଦେ ଏକା ବୋଲୁଛନ୍ତି। ଜାଣିଲ କି? ହଳ ବିକିଦେ, ତୋତେ କାହିଁକି ତୋର ଆଖି ଦୁଷୁନି ବୋଲୁଛୁ, ହଳ କାହିଁକି ଧରିକି ବୋଲୁଛୁ ବୋଲି ୟାଡ଼ୁ କହୁଛନ୍ତି। କେତେ ପରିଶ୍ରମ ଲାଗୁଛି? ପରିଶ୍ରମ ପରିଶ୍ରମ ଲାଗୁଛି, ପରିଶ୍ରମ ସିନା ଭଲ। ଆଉ ହଳଟା ଯାହା ମଉସା କହୁଥିଲେ, ବର୍ତ୍ତମାନ ଆଧୁନିକ ହଜିତାରେ ମଣିଷ ଟ୍ରାକ୍ଟର ଉପରେ ନିର୍ଭର କଲେ ମଧ୍ୟ ହଳ ଲଙ୍ଗଳଟି ଏବେ ବି ବଞ୍ଚି ରହିଛି। ହଳ ଲଙ୍ଗଳ ଦ୍ୱାରା ଜୈବିକ ସାର ହୋଇପାରୁଛି, ଗୋମୂତ୍ର ଦ୍ୱାରା ଖତ ଜୈବିକ ସାର ହୋଇପାରୁଛି ଏବଂ ଯେଉଁ ଜାଗାରେ ପହଞ୍ଚି ପାରୁନି ଟ୍ରାକ୍ଟର, ସେ ଜାଗାରେ ଯାଇ ହଳ ଚାଷ କରି ନିଜର ଜୀବନ ଜୀବିକା କରିପାରୁଛନ୍ତି। ଗଜପତି ରୁବେନ ବେହେରା, ରିପୋର୍ଟର ଟୁଡେ।